ବହୁତ ଲୋକ ପଚାରନ୍ତି ଯେ ଆମ ନାମ ଜପରେ ମନ ଲାଗୁନି, ଯଦି ମନ ନ ଲାଗିଲେ ମଧ୍ୟ ଆମେ ନାମ ଜପ କରୁ, ତେବେ କଣ ତାର ଫଳ ମିଳିବ? ନିଶ୍ଚୟ ମିଳିବ ଏବଂ ସମ୍ପୂର୍ଣ୍ଣ ଫଳ ମିଳିବ। ତୁଳସୀଦାସ କହିଛନ୍ତି, ତୁମେ ପ୍ରେମରେ ଭଗବାନଙ୍କର ବା ଭଗବାନଙ୍କୁ ଭଜ, କିମ୍ବା ମନ ନ ଲାଗିଲେ ମଧ୍ୟ ତାଙ୍କ ନାମ ନିଅ। ରାମ ରାମ ରାମ, କୃଷ୍ଣ କୃଷ୍ଣ କୃଷ୍ଣ, ରାଧେ ରାଧେ ରାଧେ। ପ୍ରେମରେ କୁହ କିମ୍ବା ମନ ଆଉ କୋଉଠି ଥିଲେ ମଧ୍ୟ ଦୁଇ କ୍ଷେତ୍ରରେ ମଧ୍ୟ ସମାନ ଫଳ ମିଳେ। ଗୋଟେ ଛୋଟ ପିଲାର ଉଦାହରଣ ଦଉଛି, ଦିଟା ଉଦାହରଣ। ଘରର 2-3 ବର୍ଷର ପିଲା ଯଦି ଥଣ୍ଡା ଜ୍ୱର ହୁଏ, ତାକୁ ଔଷଧ ପିଆଇବାକୁ ପଡ଼େ, କିନ୍ତୁ ସେ ଜାଣିଥାଏ ଯେ ଔଷଧ ତାକୁ ବହୁତ ଅବାଗିଆ ଲାଗିବ, ତେଣୁ ସେ ଦୌଡ଼ିକି ପଳାଏ। ତାପରେ ଆପଣ କ'ଣ କରନ୍ତି? ଗୋଟେ ଚକୋଲେଟ୍ର ଲୋଭ ଦେଖାନ୍ତି କି କିଛି ବାହାନା କରି ତାକୁ ଜବରଦସ୍ତି ତା ପାଟିରେ ଦେଇ ଦିଅନ୍ତି ଏବଂ ତାକୁ ଖୁଆଇ ଦିଅନ୍ତି, ତା ମୁହଁରେ ଔଷଧ ଦେଇ ଦିଅନ୍ତି। ପିଲାର ଇଚ୍ଛା ନଥିଲା, କିନ୍ତୁ ଆପଣ ବାଧ୍ୟ କରିକି ତାକୁ ଔଷଧ ଦେଲେ। ତାପରେ ଘରରେ ସମସ୍ତେ ନିଶ୍ଚିନ୍ତ ହୋଇଯାଆନ୍ତି ଯେ ଔଷଧ ତା ପେଟକୁ ଯାଇଛି ନା, ଏବେ ତା ନିଶ୍ଚୟ ପ୍ରଭାବ ଦେଖେଇବ। ଠିକ୍ ସେହିପରି ଭଗବାନଙ୍କ ନାମ ମଧ୍ୟ ଏକ ଆଧ୍ୟାତ୍ମିକ କର୍ମ ଭଳି, ଏହା ମଧ୍ୟ କର୍ମର ଅଂଶ। ତୁମେ ଭଲ ମନରେ ନାମ ନିଅ କି ମନ ନ ଲାଗିଲେ ମଧ୍ୟ ନାମ ନିଅ, ଦୁଇଟିରେ ସମାନ ଫଳ ମିଳିବ। ପୁରୁଣା ସମୟରେ ଲୋକମାନେ ନିଜ ପିଲାମାନଙ୍କର ନାମ ଭଗବାନଙ୍କ ନାମରେ ରଖୁଥିଲେ, ଯେମିତିକି ରାଧେ, ରାଧା, ରାଧେଶ୍ୟାମ, କାହ୍ନା, ଶିବଲାଲ, ଗୌରୀଶଙ୍କର, ରାମପ୍ରସାଦ, ରାମଚନ୍ଦ୍ର, ଗୋପାଳ, ଭଗବାନଙ୍କ ନାଁ ଡାକୁଥିଲେ। ଆଉ ଗୋଟେ ଉଦାହରଣ ଦଉଛି, ଯେମିତିକି ଅନେକ ସମୟରେ ଗୋଟେ ନାମରେ ଦୁଇଟି ଭଗବାନଙ୍କ ନାମ ମଧ୍ୟ ଯୋଡ଼ି ଦିଏ। ଏହାର କାରଣ ଥିଲା, ଧର କାହାର ନାମ ଶ୍ୟାମ, ତାଙ୍କ ମା ଦିନକୁ ବାରମ୍ବାର କ'ଣ, ହେ ଶ୍ୟାମ ଶ୍ୟାମ, କି ଯାହା ଭାବନ୍ତୁ, ସେ ଯେଉଁ ନାଁଟା ରହିଲା ଶ୍ୟାମ କି ରାମ ଏଠିକି ଆ, ସେଠିକି ଯାଆନା, ଏଭଳି କରି ଦିନକୁ ସେ 100 ଥର କି କେତେ ଥର ତାଙ୍କ ପୁଅର ନାଁ ଉଚ୍ଚାରଣ କରୁଛନ୍ତି। ଯଦି ଭଗବାନଙ୍କୁ ସ୍ମରଣ କରି ନାମ ନିଆଯାଏ, ତଥାପି ଭଗବାନଙ୍କ ନାମ ତ ଉଚ୍ଚାରଣ ହେଉଛି ନା। ବିନା ଭାବନ୍ତୁ, ଗୋଟେ ରାକ୍ଷସ ଥିଲା ଯିଏକି ନାରାୟଣ ତା ପୁତ୍ରର ନାଁ ଥିଲା, କେବଳ ଶେଷ ମୁହୂର୍ତ୍ତରେ ସେ ନାରାୟଣ ଡାକିବା ଦ୍ୱାରା ଭଗବାନଙ୍କୁ ସେ ପ୍ରାପ୍ତି ପାଇଲା। ଏତେ ସେ ଅନ୍ୟାୟ କରିଥିଲା, ସେଥିରେ ବି କହିହେବନି। ଯେମିତି ଆପଣ ବିଷ ଭୁଲରେ ଖାଆନ୍ତୁ, ନ ଜାଣିକି ଖାଆନ୍ତୁ, କିମ୍ବା ଆପଣଙ୍କୁ କିଏ ବାଧ୍ୟ କରି ଖୁଆଇଦିଏ, ବିଷ ଖାଇଲା ମାନେ ସେ ତାର କାମ କରିବ, ଆପଣଙ୍କ ଜୀବନ ଯିବ। ସେହିପରି ନାମର ପ୍ରଭାବ। ସେଥିପାଇଁ ମା' ମାନେ ନିଜ ପିଲାମାନଙ୍କୁ ତାଙ୍କର କାହ୍ନା, କହ୍ନେଇ, ବହୁତ ସାରା ଠାକୁରଙ୍କ ନାଁ ଦିଅନ୍ତି ଏବଂ ତାକୁ ଡାକିଲେ ଭଗବାନଙ୍କ ନାମକୁ ସେ ବାରମ୍ବାର ଉଚ୍ଚାରଣ କରନ୍ତି। ଆଜିକାଲି ନାମ ତ ଏମିତି ରଖାଯାଇଛି, ଚିଙ୍କୁ, ମିଙ୍କୁ, ପିଙ୍କୁ, ଟିଙ୍କୁ, ପିଙ୍କି, ରିଙ୍କି। ଏହି ନାମ ଗୁଡ଼ିକରେ ଭଗବାନଙ୍କ ନାମର କୌଣସି ସ୍ମରଣ ନାହିଁ। ଯଦି ଦିନକୁ 20 ଥର ସେଇ ନାମ ଉଚ୍ଚାରଣ କରୁଛ, ତାକୁ ସେଥିରେ ଆଧ୍ୟାତ୍ମିକ ଲାଭ ହୁଏ ନାହିଁ। ସେଥିପାଇଁ ସୁଯୋଗ ମିଳିଲେ ପିଲାମାନଙ୍କର ନାମ ଏମିତି ରଖ ଯେଉଁଥିରେ କି ଭଗବାନଙ୍କର ନାମ ଥାଏ, ତେବେ ତୁମେ ତାଙ୍କୁ ଡାକିଲେ ମଧ୍ୟ ଭଗବାନଙ୍କ ନାମ ଉଚ୍ଚାରଣ ହେବ। ଏହିପରିକି ତୁମେ ରାଗରେ ତାଙ୍କୁ ଶୋଧୁଥିଲେ ମଧ୍ୟ ଭଗବାନଙ୍କର କେବଳ ନିଜ ନାମକୁ ଗ୍ରହଣ କରନ୍ତି। ମୋର ଛୋଟବେଳର କଥା ଆଜି ମଧ୍ୟ ମନେ ଅଛି। ଆମ ସ୍କୁଲରେ ଏମିତି ଖାତା ମିଳୁଥିଲା, ଯେଉଁଥିରେ କି ରାମ ରାମ ଲେଖି ଭରିବାକୁ ପଡ଼ୁଥିଲା। ଶିଶୁ ମନ୍ଦିରରେ ପଢ଼ିଥିଲୁ ନା, ସେଥିପାଇଁ ବହୁତ ସାରା ମନ୍ତ୍ର, ଗାୟତ୍ରୀ ମନ୍ତ୍ର, ଯେମିତିକି ବହୁତ ସାରା ଗଣେଶଙ୍କର ମନ୍ତ୍ର, ଆଉ ଗୀତାର ମନ୍ତ୍ର, ଭୋଜନ ମନ୍ତ୍ର, ସବୁ ପ୍ରକାର ମନ୍ତ୍ର। ସେତେବେଳେ ଭଗବାନଙ୍କ ପ୍ରତି ଆଜି ପରି ଗଭୀର ଭାବ ନଥିଲା, କେବଳ ପ୍ରତିଯୋଗିତା ଥିଲା। କିଏ ପ୍ରଥମେ ଖାତା କରିବ, ଶେଷ କରିବ ଖାତାଟାକୁ ରାମଙ୍କ ନାମ ଲେଖିକି ଭରି। ମୁଁ 5ଟି ଖାତା ଆଣି ନାନା ପ୍ରକାର ଡିଜାଇନରେ ରାମ ରାମ ଲେଖି ପୁରା କରି ଭରି ଦେଉଥିଲି। ସେତେବେଳେ ଏହା କୌଣସି ଫଳ ମିଳିବ ବୋଲି ମୋତେ ଜଣା ନଥିଲା, କେବଳ ଖାତା ଭରିବାର ଥିଲା ଉଦ୍ଦେଶ୍ୟ। କିନ୍ତୁ ଆଜି ମୋତେ ଅନୁଭବ ହୁଏ ଯେ ଅଜାଣତରେ କରାଯାଇଥିବା ସେହି ରାମ ଲେଖିବା ହିଁ ମୋ ଜୀବନରେ ଶୁଭ ପ୍ରଭାବ ପକାଇଛି। ସେତେବେଳେ ମୁଁ ଜାଣିନଥିଲି ଯେ ଏହାକୁ ନାମ ଜପ କୁହାଯାଏ। ଏହି କଥା ମୋତେ ଗତ କିଛି ବର୍ଷ ହେଲା ବୁଝିବାକୁ ମିଳିଛି। ତା ପୂର୍ବରୁ ଯେତେବେଳେ ଆଳତୀକୁ ଯାଉଥିଲୁ, ତାଳି ବଜାଉଥିଲୁ, ଭଜନ ଗାଉଥିଲୁ ଏବଂ
ତା ସହିତ ଲୋକମାନଙ୍କ ସହ କଥା ମଧ୍ୟ ହେଉଥିଲୁ, ଭଗବାନଙ୍କ ନାମ ଜପ କରୁଥିଲୁ କି ଗୀତ ବୋଲୁଥିଲେ ଜୟ ଜଗଦୀଶ ହରେ। ହଁ, ଆପଣ କହୁଥିଲେ ଯେ ଯଦି ଆପଣ ସଚେତନ ଭାବରେ ନାମ ନ ନେଉଛନ୍ତି ତଥାପି କ'ଣ ତାର ଫଳ ମିଳିବ? ହଁ, ନିଶ୍ଚୟ ମିଳିବ। ନାମ ଜପ କରିଚାଲନ୍ତୁ, କହିଚାଲନ୍ତୁ, ମନ ଲାଗୁନଥିଲେ ମଧ୍ୟ ଜବରଦସ୍ତି କରିଚାଲନ୍ତୁ। ଆପଣ ନିଜେ ଏହାର ଫଳ ଅନୁଭବ କରିବେ। ମୁଁ ଯେପରି ଅନୁଭବ କରୁଛି ସେପରି ଅନେକ ଲୋକ ମଧ୍ୟ କହୁଛନ୍ତି। ଏହି ଭିଡ଼ିଓ ତଳେ ଥିବା କମେଣ୍ଟକୁ ପଢ଼ନ୍ତୁ, ସେଠାରେ ଆପଣ ଜାଣିପାରିବେ ଯେ କେତେ ଲୋକଙ୍କ ଜୀବନ ନାମ ଜପ ଦ୍ୱାରା ବଦଳି ଯାଇଛି। ଯଦି ଆପଣଙ୍କ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଛି ତେବେ ନିଶ୍ଚୟ କମେଣ୍ଟ କରନ୍ତୁ। କାହିଁକି କମେଣ୍ଟ କରିବେ ତାହା ମଧ୍ୟ କହୁଛି। ଦେଖନ୍ତୁ, ଯେତେବେଳେ ଆପଣ କାହାକୁ ଭଲ କାମ କରିବା ପାଇଁ କି ପ୍ରେରଣା କରନ୍ତି ସେ ପୁଣ୍ୟ ଆପଣଙ୍କ ଖାତାରେ ମଧ୍ୟ ଲେଖା ହୁଏ। ଧରନ୍ତୁ ଆପଣ କମେଣ୍ଟରେ ଲେଖିଲେ ହଁ ମୋ ଜୀବନରେ ବହୁତ ପରିବର୍ତ୍ତନ ଆସିଛି ନାମ ଜପ ଦ୍ୱାରା, ମୁଁ ମଧ୍ୟ ଏହାକୁ ଅନୁଭବ କରିଛି। ଏହି କମେଣ୍ଟକୁ ଅନ୍ୟ କେହି ପଢ଼ି କହିପାରନ୍ତି ଯେ ଯେତେବେଳେ ଏଇ ଭାଇଙ୍କର ଜୀବନ ବଦଳିଛି, ଏଇ ଦିଦିଙ୍କର ଜୀବନ ବଦଳିଛି, ତେବେ ମୁଁ ମଧ୍ୟ ଥରେ ନାମ ଜପ କରି ଦେଖିବି। ସେହି ବ୍ୟକ୍ତି ନାମ ଜପ କରି ଯେଉଁ ପୁଣ୍ୟ ପାଇବେ ତାହାର ଏକ ଅଂଶ ଆପଣଙ୍କୁ ମଧ୍ୟ ମିଳିବ। ସେଥିପାଇଁ କୁହାଯାଇଛି କେବଳ ନିଜ ସ୍ୱାର୍ଥ ପାଇଁ କାମ କରନ୍ତୁ ନାହିଁ। ପରମାର୍ଥର ଅର୍ଥ ହେଉଛି ଆପଣ କେତେ ଲୋକଙ୍କୁ ସଠିକ୍ ପଥ ଦେଖାଉଛନ୍ତି। ଆଧ୍ୟାତ୍ମିକର ପ୍ରକୃତ ଅର୍ଥ ହେଉଛି ନିଜ ଜୀବନକୁ ଶାନ୍ତିମୟ କରିବା। ଆଜିକାଲି ଅଧିକାଂଶ ଲୋକ ଅଶାନ୍ତିରେ ବଞ୍ଚୁଛନ୍ତି। ଯଦି ଆପଣଙ୍କ କାରଣରୁ କେହି ନାମ ଜପ ଆରମ୍ଭ କରି ତାଙ୍କ ଜୀବନରେ ଶାନ୍ତି ପାଆନ୍ତି ତେବେ ସେ ପୁଣ୍ୟ ଆପଣଙ୍କୁ ମଧ୍ୟ ମିଳିବ। ତେଣୁ ଯଦି ସତରେ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିଛି ତେବେ ନିଶ୍ଚୟ କମେଣ୍ଟ କରନ୍ତୁ, କିନ୍ତୁ ମିଛରେ ଲେଖନ୍ତୁ ନାହିଁ। ଯଦି ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ଆସିନାହିଁ ଏବଂ ଆପଣ ବର୍ତ୍ତମାନ ହିଁ ନାମ ଜପ ଆରମ୍ଭ କରିଛନ୍ତି ତେବେ କେବଳ ରାଧେ ରାଧେ କିମ୍ବା ରାମ ରାମ ଜୟ ଶ୍ରୀରାମ ଲେଖି କମେଣ୍ଟ କରିଦିଅନ୍ତୁ। ଦେଖନ୍ତୁ, ମୁଁ ଏବେ 2 ଥର ରାମ ରାମ କହିଦେଲି, ଏହାର ମଧ୍ୟ ଫଳ ମିଳିବ। ପୁଣି ରାଧେ ରାଧେ କହିଲି, ତାହାର ମଧ୍ୟ ଫଳ ମିଳିବ। ଭଗବାନଙ୍କ ନାମ ଯେତେ ଥର ଉଚ୍ଚାରଣ ହୁଏ ସେତେ ଥର ପୁଣ୍ୟରେ ଲେଖା ହୁଏ। ସେଥିପାଇଁ ମନ ଲାଗୁ କିମ୍ବା ନ ଲାଗୁ ନିୟମିତ ଭାବେ ନାମ ଜପ କରନ୍ତୁ। ନାମ ଜପ ଏମିତି ଏକ ଦିବ୍ୟ ଔଷଧ ଯାହା ମନର ଅନେକ ରୋଗକୁ ମୂଳରୁ ଦୂର କରିପାରେ। କିନ୍ତୁ ଏଥିପାଇଁକି ଦୃଢ଼ ବିଶ୍ୱାସ ଆବଶ୍ୟକ। ବିଶ୍ୱାସ ରଖନ୍ତୁ ଏବଂ ନିୟମିତ ଭାବେ ଜପ କରିଚାଲନ୍ତୁ। ଏଥିରେ ଆପଣଙ୍କର କୌଣସି କ୍ଷତି ହେବ ନାହିଁ। ଏଠାରେ ଏକ ପ୍ରସିଦ୍ଧ ଚଉପାଇ ମନେ ପଡ଼େ, ବିନୁ ସତସଙ୍ଗ ବିବେକ ନ ହୋଇ, ରାମ କୃପା ବିନୁ ସୁଲଭ ନ ସୋଇ। ଅର୍ଥାତ୍ ସତ୍ସଙ୍ଗ ବିନା ବିବେକ ଜାଗ୍ରତ ହୁଏ ନାହିଁ ଏବଂ ଭଗବାନ ଶ୍ରୀରାମଙ୍କ କୃପା ବିନା ସତ୍ସଙ୍ଗ ମଧ୍ୟ ସହଜରେ ମିଳେ ନାହିଁ। ଆରମ୍ଭରେ ବିଶ୍ୱାସ ନ ଥାଇପାରେ, ତଥାପି ନିଜକୁ ପ୍ରେରିତ କରି ନାମ ଜପ କରିଚାଲନ୍ତୁ। ଦିନେ ନା ଦିନେ ଏମିତି ନିୟମିତ ଅଭ୍ୟାସ ଆପଣଙ୍କ ମନରେ ଦୃଢ଼ ବିଶ୍ୱାସ ସୃଷ୍ଟି କରିବ ଏବଂ ଆପଣ ନିଜ ଜୀବନରେ ଚମତ୍କାର ପରିବର୍ତ୍ତନ ଅନୁଭବ କରିବେ। ତେଣୁ ଆରମ୍ଭରେ ଜୋର କରି କରାଯାଉଥିବା ନାମ ଜପ ମଧ୍ୟ ବ୍ୟର୍ଥ ଯାଏ ନାହିଁ। ଏହି ଭିଡ଼ିଓ ଆପଣଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟରେ ଜଣାନ୍ତୁ। ଆପଣଙ୍କ ଜୀବନରେ କ'ଣ ପରିବର୍ତ୍ତନ ଆସିଛି ତାହା ମଧ୍ୟ ଲେଖନ୍ତୁ। ଆପଣଙ୍କ ମତାମତ ମୋତେ ଏହିପରି ଆହୁରି ଭଲ ଭିଡ଼ିଓ ତିଆରି କରିବାକୁ ପ୍ରେରଣା ଦେବ। ବହୁତ ବହୁତ ଧନ୍ୟବାଦ। ଜୟ ଶ୍ରୀ ରାମ। ଧନ୍ୟବାଦ।